কি দৃশ্য দেখুছি প্রকৃতরে তুমি যদি অন্ধ নহ যা দেখুছ ঠিক দেখুছ ମୁଁ ତତେ ପଚାରୁଛି ଗୋଟେ ବିଶ୍ୱାସଘାତକର ବଡ ଧତୁରୁ କାହିଁକି বিশ্বাসঘাতক সে নহ বিশ্বাসঘাতক হচ্ছে এ মেঘনাথ মানছে ସୁଲଭ ଈଶ୍ୱରଙ୍କୁ ପଚାରୁଛି ମେଘନାଥ ମାଂଛି ପରି ରାକ୍ଷସ ରକ୍ତରୁ ସେ ଜନ୍ମ ନେଲା କେମିତି ଯିଏ ବିଷଧର ସାପର ଆହୁରି ବିଷାଦିତ ଯିଏ ଜଙ୍ଗଲର ହିଂସ୍ର ବାଘଠାରୁ ଆହୁରି ଭୟଙ୍କର ଯାର ମନ ବୋଲି କିଛି ନାହିଁ ଯାର ହୃଦୟ ବୋଲି କିଛି ନାହିଁ ଯିଏ ମଣିଷ ଜନ୍ମ ପାଇବା ପାଇଁ ଅଯୋଗ୍ୟ ସିଏ ମୋ ବାବା ମୁଁ ତାଙ୍କରି ଝିଅ ବସ୍ ତୁ ବହୁତ କହିଲୁ ମୁଁ ବହୁତ ଶୁଣିଲି କିଛି ଶୁଣି ନାହାନ୍ତି ଆପଣ କିଛି କହିନି ମୁଁ ଏବେଠାରୁ କହିବା ଆରମ୍ଭ କଲି ସେଦିନ ମୋ ମେଡିକାଲ ଖର୍ଚ୍ଚ ପାଇଁ 5 ଲକ୍ଷ ଟଙ୍କା କିଏ ଦେଇଥିଲା ତମେ ନା ମୋ ସ୍ୱାମୀ ସେଦିନ ମୋ ସ୍ୱାମୀଙ୍କର ବାହାଘର କଣ ସତ ଥିଲା କୁହ ମେଘନାଥ ମାଂସେ ସେ ମିଶି ମିଶିକା ବାହାଘର ବ୍ୟବସ୍ଥା କରିଥିଲା କିଏ ଓ ତୁ ତାହେଲେ ସବୁ ଜାଣି ସାରିଲୁଣି ନା ଆରେ ସବୁ କଥା ହୁଏତ ଜାଣିଥାଇପାରୁ ଏ କଥାଟା ଜାଣିନଥିବୁ ମୋ କହୁଛି ଶୁଣ ସେଦିନ ତମ 2 ଜଣଙ୍କୁ ମାରିଦେବା ପାଇଁ ତମ ଖାଇବାର ବିଷ ମିଶାଇଥିଲି ମୁଁ ଅବଶ୍ୟ ମୋ ନିଜେ ନୁହେଁ ଦେବାଶିଷ ମାଧ୍ୟମରେ ତାପରେ ଆଇସିରେ ପକେଇ 5 ଲକ୍ଷ ଟଙ୍କା ପାଇଁ ହସ୍ପିଟାଲ ଆଗରେ ପାଗଳଙ୍କ ପରି ଘୁରି ବୁଲୁଥିବା ଏ ସାଗର ଦାସକୁ 5 ଲକ୍ଷ ଟଙ୍କା ଦେଇଥିଲି ମୁଁ ସେଇଟା ବି ସେ ଦେବାଶିଷ ମାଧ୍ୟମରେ ଆଉ ତାପରେ ସାଗରର ବାହାଘର ତାପରେ ଏସି ଆଉ ତାପରେ ଝିଅ ଜ୍ୱାଇଁଙ୍କ ପାଇଁ ଏସବୁ କାମ ଯିଏ କରିପାରେ ତାକୁ କଣ ବାପା କୁହାଯାଏ ଯୋଉ ଝିଅ ଭେଟିରେ ପହଞ୍ଚିବା ପୂର୍ବରୁ ପ୍ରେମିକ ସହିତ ଫେରାଇ ନେଇ ବାପ ମୋ ଠୁର କରି ପଡ଼ିଛି ତାକୁ କଣ ଝିଅ କୁହାଯାଏ ସେଦିନର ଦୃଶ୍ୟ ଏବେ ବି ମୋ ଆଖି ଆଗରେ ନାଚ ଉଠୁଛି ଯୋଉଦିନ ତୁ ତ ପ୍ରେମିକ ସହିତ ଫେରାର ହେଇଗଲୁ ସେଇଦିନ ମୁଁ ପାଗଳ ହେଇଯାଇଥିଲି ପାଗଳ ଘର ଆସି ପଚାରୁଥିଲା ଆପଣଙ୍କ ଝିଅ କୁଆଡ଼େ ଗଲା ଗେଷ୍ଟ ମାନେ ଜଣକ ଜଣେ ପଚାରି ଚାଲିଲେ ମାନସିଂ ବାବୁ ଆପଣଙ୍କ ଝିଅ କାହିଁ ନାଇଁ ମୁଁ ଯାହା କହିଛି একদম ঠিক করছি ଆଉ ଏବେ ମୁଁ ଯାହା କରିବି ସବୁ ଠିକ୍ କରିବି ଏବେ ମୁଁ ପୋଲିସ ଷ୍ଟେସନ ଯାଇ ও ভুলে যাচ্ছ ও মেঘনাথ মানছে যে ঘড়ঘড়িଠୁ ଆହୁରି ଭୟଙ୍କର যে ବଜ୍ରଠୁ ଆହୁରି ବିପଦ ତୁ ଆଜି ମୋ ସହିତ ଚ୍ୟାଲେଞ୍ଜ କରୁଛୁ ମାନେ ଆଜି ତୁ ମୋର ଅସଲ ରୂପ ଦେଖିବୁ ଆଉ ଏଇଟା ହବ ତୋ ଜୀବନର ଶେଷ